ଗଙ୍ଗା କୂଳକୁ ଲାଗି ଗାଁଟିଏ। ଗାଁର ନାଁ ହିଙ୍ଗୁଳା। ସେଇ ଗାଁରେ ଝୋଲିଆ କବିରଙ୍କ ଘର। ଝୋଲିଆ କବିର ଜାତିରେ ମୁସଲମାନ, ହେଲେ ପେଶାରେ ସେ ଜଣେ ବୁଣାକାର। ଲୁଗା ବୁଣେ। ପ୍ରତିଦିନ ଲୁଗା ବୁଣି ତାକୁ ବଜାରରେ ବିକ୍ରି କରେ, ଆଉ ସେଇଥିରେ ତା ପେଟ ପୋଷେ। ପରିବାର କହିଲେ ଦୁଇ ପ୍ରାଣୀ, ତା ବୁଢ଼ୀ ମା ଆଉ ସିଏ। କବିର ଭାରି ଗରିବ। ଗରିବ ହେଲେ କ'ଣ ହେବ, କେହି ଦୁଃଖୀ ରଙ୍କିକୁ ଦେଖିଲେ ତା ମନରେ ଭାରି ଦୟା ଆସୁଥିଲା। ଭୋକିଲା ଲୋକଙ୍କୁ ଦେଖୁଥିଲେ ତାଙ୍କୁ ଖାଇବାକୁ ଦେଉଥିଲା। ପର ଦୁଃଖରେ ତା ପ୍ରାଣ କାନ୍ଦି ଉଠୁଥିଲା। ଆଉ ତାର ଘର କହିଲେ ଝୁମ୍ପୁଡ଼ି, ନୁଆଣିଆ ଚାଳ ଘର। ଘରକୁ ଯଦି କେହି ଅତିଥି ଆସୁଥିଲେ ତାଙ୍କୁ ଆଦର ସମ୍ମାନ କରୁଥିଲା। ଶାଗ ପଖାଳ ହେଉ ପଛେ ଖାଇବାକୁ ବାଢ଼ି ଦେଉଥିଲା। କବିର ଜାତିରେ ମୁସଲମାନ, ହେଲେ ସାଧୁ ସନ୍ଥ ଯୋଗୀ ବୈଷ୍ଣବଙ୍କ ସେବା କରିବାରେ କେବେ ଅବହେଳା କରନ୍ତି ନାହିଁ। କେବେ ଦିନେ ସେ ସାଧୁ ସନ୍ଥମାନଙ୍କ ଠାରୁ ଶୁଣିଥିଲେ ଯେ ଏହି ଜଗତରେ ଏକମାତ୍ର ନାଥ ପ୍ରଭୁ ଜଗନ୍ନାଥ ବୋଲି। ସେବେଠୁ ତନ୍ନ ମନ ସବୁକିଛି ଶ୍ରୀ ଜଗନ୍ନାଥଙ୍କୁ ସମର୍ପି ଦେଇ ନିଜର ସାଂସାରିକ ଧର୍ମ ପାଳନ କରୁଥାନ୍ତି। କେବେ କେବେ ଏମିତି ବି ହେଇଛି, ଯୋଗୀ ଭିକାରୀ ଘରେ ପହଞ୍ଚିଲେ ନିଜ ପାଇଁ ଥିବା ଖାଦ୍ୟକୁ ଦେଇ ଝୋଲିଆ ଆଉ ତାଙ୍କ ବୁଢ଼ୀ ମା ଉପାସରେ ପାଣି ମୁନ୍ଦେ ପିଇ ଶୋଇପଡ଼ନ୍ତି। ସେଇଥିରେ ପୁଣି ଆନନ୍ଦ କହିଲେ ନ ସରେ। ଝୋଲିଆଙ୍କର ଏପରି ସ୍ୱଭାବରେ ଗାଁ ଲୋକ ଭାରି ଖୁସି ହୁଅନ୍ତି, ଆଉ ଝୋଲିଆଙ୍କୁ ମଧ୍ୟ ଭାରି ଭଲ ପାଆନ୍ତି। ଦିନକର କଥା, କବିରର ଉଦାରତା ଓ ଅତିଥି ସତ୍କାର ଆଉ ଭଲପଣକୁ ପରୀକ୍ଷା କରିବା ପାଇଁ ସ୍ୱୟଂ ଭଗବାନ ଗୋଟିଏ ଗରିବ ଜୀର୍ଣ୍ଣଶୀର୍ଣ୍ଣ ବୁଢ଼ା ବ୍ରାହ୍ମଣ ବେଶରେ ତା ଗାଁରେ ଆସି ପହଞ୍ଚିଲେ। ଦେହରେ ସାତସିଆଁ ମଳିକୋଚଟ ଲୁଗା, ଚାଲିବାକୁ ବଳ ପାଉନି। ଦେହରୁ ବାହାରୁଛି ଦୁର୍ଗନ୍ଧ, ସତେ ଯେମିତି ଅନେକ ଦିନ ହେବ ଗାଧେଇନି ଏ ବ୍ରାହ୍ମଣ। ବ୍ରାହ୍ମଣ ଜଣକ ବାଟସାରା ଲୋକଙ୍କୁ ପଚାରି ପଚାରି ଝୋଲିଆ କବିର ଘରେ ଆସି ପହଞ୍ଚିଲେ। ଚାଲି ଚାଲି ଭାରି ଥକି ଯାଇଥାନ୍ତି। କବିରର ପିଣ୍ଡାରେ ଲାତ କିନା ବସି ପଡ଼ିଲେ। ପାଣି ପାଣି ବୋଲି ଡାକ ପକାଇଲେ। କବିର ଅଜଣା ଲୋକର ଡାକ ଶୁଣି ଘରୁ ବାହାରି ଆସିଲେ। ସେତେବେଳକୁ କବିର ତା ଲୁଗା ବୁଣା ସାରି ବଜାରକୁ ବାହାରିଥାଏ। ହାତରେ ଥାଏ ଦୁଇଟି ଲୁଗା। ବୁଢ଼ା ବ୍ରାହ୍ମଣଙ୍କୁ ଦେଖି କବିର ଚଟ୍ କିନା ଘର ଭିତରକୁ ଯାଇ ପାଣି ଆଣି ପିଇବାକୁ ଦେଲେ, ଆଉ ହାତ ମୁହଁ ଧୋଇଦେଲେ। ବ୍ରାହ୍ମଣ ଟିକେ ଆଶ୍ୱସ୍ତ ହେଲେ। କବିର କହିଲେ, ମହାଶୟ, ଆପଣ ହେଲେ ବ୍ରାହ୍ମଣ ଆଉ ମୁଁ ହେଉଛି ମୁସଲମାନ, ତେଣୁ ମୁଁ ମୋ ଘରେ ଆପଣଙ୍କୁ ଖୁଆଇ ଆପଣଙ୍କର ଧର୍ମ ନଷ୍ଟ କରିବାକୁ ଚାହୁଁନି। ଆସନ୍ତୁ, ମୁଁ ଆପଣଙ୍କ ପାଇଁ ମନ୍ଦିରରେ ଖାଇବା ବ୍ୟବସ୍ଥା କରେଇ ଦେଉଛି। ବୁଢ଼ା ବ୍ରାହ୍ମଣ ଜଣକ କହିଲେ, ତୋ ପ୍ରଶଂସା ଶୁଣି ମୁଁ କାହିଁ କେତେ ଦୂରରୁ ଧାଇଁ ଆସିଛି। ନାଇଁ, ମୁଁ ଖାଇବିନି, ମୁଁ ଖାଇକି ଆସିଛି। ତୁ ତୋ ହାତରେ ଧରିଥିବା ଲୁଗା ଖଣ୍ଡକ ମୋତେ ଦେ। ମୋର ଲୁଗା ଚିରିଗଲାଣି। ବ୍ରାହ୍ମଣର ସମ୍ମାନ ବଞ୍ଚେଇବାକୁ ତତେ ଏ ଲୁଗା ଖଣ୍ଡକ ଦବାକୁ ହେବ। କବିର ସେ ଲୁଗା ଦୁଇ ଖଣ୍ଡକୁ ବଜାରକୁ ବିକିବାକୁ ଯାଉଥିଲା। ଧାର ଉଧାର କରି ତିଆରି କରିଥିବା ଲୁଗାରେ ସେ ତାର ଋଣ ଶୁଝିବ। ବଳକା ପଇସାରେ ଘରକୁ ଡାଲି ଚାଉଳ ଆଣିବ। କିନ୍ତୁ ବ୍ରାହ୍ମଣର କଥା ଶୁଣି କବିର ସେଇଥିରୁ ଗୋଟିଏ ଲୁଗା ବ୍ରାହ୍ମଣ ହାତକୁ ବଢ଼େଇ ଦେଲେ। ଏଥର ବ୍ରାହ୍ମଣ କହିଲେ, ଅଣ୍ଟାରେ ଲୁଗା ପିନ୍ଧି ଯଦି ଏ ବ୍ରାହ୍ମଣ କାନ୍ଧରେ ଗୋଟିଏ ଲୁଗା ନ ପକାଏ ତେବେ ଭଲ ଲାଗିବନି। ଦାନ ଦେଇ ଦକ୍ଷିଣା ନ ଦେଲେ ଦାନ ଅସମ୍ପୂର୍ଣ୍ଣ। ତେଣୁ ତୁ ମୋତେ ଆର ଲୁଗାଟିକି ବି ଦେ, ନହେଲେ ତୋ ଦାନର କିଛି ମୂଲ୍ୟ ରହିବନି। ଏତକ ଶୁଣି କବିର ଆର ଲୁଗାଟିକୁ ବି ବ୍ରାହ୍ମଣକୁ ଦେଇଦେଲେ। ଆଉ କବିର ଅତି ବିନମ୍ରତାର ସହିତ କହିଲେ, ବ୍ରାହ୍ମଣ ମହାଶୟ, ମୁଁ ଏତେ କଥା ଜାଣିନଥିଲି, ମୋତେ କ୍ଷମା କରନ୍ତୁ। ତାପରେ କବିର ବୁଢ଼ା ବ୍ରାହ୍ମଣକୁ ଆଦର ସତ୍କାର କରି ବିଦାୟ ଦେଲେ। ନିଜେ ଗୋଟିଏ ନିକାଞ୍ଚ ଜାଗାକୁ ଯାଇ ଭଗବାନଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ, ତମେ ତ ଅନ୍ତର୍ଯାମୀ, ତମ ଇଚ୍ଛାରେ ମୋ ସଂସାର ଚାଲିଛି, ଏଣିକି ତମ ଇଚ୍ଛା। ଭଗବାନ କବିରର ମନ କଥା ବୁଝିଲେ। ଗାଁ ବାହାରକୁ ଯାଇ ନିଜର ବ୍ରାହ୍ମଣ ବେଶ ବଦଳାଇ ଜଣେ ଗୋପାଳ ବେଶ ଧାରଣ କଲେ। ଗୋଟିଏ ଭାରରେ ପରିବାପତ୍ର, ଡାଲି ଚାଉଳ, ଘିଅ ମହୁ ଆହୁରି ଅନେକ ଜିନିଷ ଧରି ଠିକ୍ ସଞ୍ଜ ବେଳକୁ ଯାଇ କବିରର ଘରେ ପହଞ୍ଚିଲେ। ସେତେବେଳକୁ କବିର ଘରେ ତା ମା ଏକା ଥାଏ। ସଞ୍ଜ ହେବାରୁ ମା କବିର କଥା ଚିନ୍ତା କରୁଥାଏ। ଘରେ କିଛି ବୋଲି କିଛି ନାହିଁ। ଏତେ ବେଳ ହେଲାଣି, କୁଆଡ଼େ ଯାଇଛି କେଜାଣି, ଆସୁନି କାହିଁକି, ଏମିତି ଅନେକ କଥା ଭାବୁଥାଏ। ଠିକ୍ ସେତିକି ବେଳେ ଗୋପାଳର ପାଟି ଶୁଣି କବିରର ମା ଘରୁ ବାହାରି ଆସିଲେ। ଦେଖିଲେ କାନ୍ଧରେ ଭାର ବୋହି ଗୋପାଳ ପିଲାଟି ଠିଆ ହୋଇଛି।
ଗୋପାଳ ପିଲାକୁ ଦେଖି କବିରର ମା କହିଲେ, ପୁଅ ଘରେ ନାହିଁ, ବଜାରକୁ ଲୁଗା ବିକିବାକୁ ଯାଇଛି, ଏଯାଏ ଆସିନି। ହେଲେ ଏ ଭାରରେ କ'ଣ? ଗୋପାଳ କହିଲେ, ମା, ଏସବୁ ତମ ପୁଅ ଝୋଲିଆ ପଠେଇଛି, ୟାକୁ ଘର ଭିତରକୁ ନେଇ ରଖ। ଝୋଲିଆର ମା ପ୍ରଥମେ ଏତେ ଗୁଡ଼ାଏ ଜିନିଷ ଦେଖି ପ୍ରଥମେ ବିଶ୍ୱାସ କଲାନି। ତାପରେ ଭାବିଲା ବୋଧେ 2 ଖଣ୍ଡ ଲୁଗା ବିକି ସବୁ ପଇସାରେ ଘର ପାଇଁ ସଉଦା କିଣିଛି। ଏଇ କଥା ଭାବି ଝୋଲିଆର ମା ଘର ଭିତରକୁ ଜିନିଷ ତକ ନେଲେ। ହେଲେ ଆଶ୍ଚର୍ଯ୍ୟର କଥା, ଝୋଲିଆର ଘର ଭରିଗଲା, ହେଲେ ଭାରରୁ ଜିନିଷ ସରୁନଥାଏ। ମା କହିଲେ, ଆରେ ପୁଅ, ସତ କହିଲୁ ତୁ କିଏ? ତୁ କି ମନ୍ତ୍ର ଜାଣିଛୁ କିରେ? ଏତିକି ଭାରରେ ଏତେ ଜିନିଷ ଆସୁଛି କୁଆଡ଼ୁ? ଏତେ ଜିନିଷ ରଖିବାକୁ ମୋ ଘରେ ଆଉ ଜାଗା ନାହିଁ। ହଉ ରହ ପୁଅ, ପୁଅ ଆସୁ ତତେ ତୋ ମୂଲ ଦେଇଦବ। ଗୋପାଳ କହିଲେ, ମା, ତମ ପୁଅ ମୋତେ ଆଗରୁ ମୂଲ ଦେଇଛି। ଏଥର କବିରର ମା ଅତି ଶ୍ରଦ୍ଧାରେ ତାକୁ ଘରେ ବସିବାକୁ କହିଲେ। ତୁ ଟିକିଏ ରହ, ତୋ ପାଇଁ ରୋଷେଇ କରିଦଉଛି। ଗୋପାଳ ହସି ହସି କହିଲେ, ନାଇଁ ମା, ମୁଁ ଆଜି ଯାଉଛି, ଆଉ କେଉଁଦିନ ଆସିବି, ସେଦିନ ଖାଇବି। ହେଲେ ଏବେ ମୋର ଅନେକ କାମ। ଏତିକି କହି ଗୋପାଳ ସେଉଠୁ ଚାଲିଗଲେ। ଆଉ ଯାଉ ଯାଉ କହିଲେ, ମା, ତମେ ଯେତେବେଳେ ଡାକିବ ମୁଁ ସେତେବେଳେ ଆସି ପହଞ୍ଚିବି। ଗୋପାଳର କଥା ଶୁଣି କବିରର ମା ଭାରି ଖୁସି ହେଲେ। ଠିକ୍ ଗୋପାଳ ଗଲା ପରେ ପରେ